नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। मुनिमानଙ୍କ ମଧ୍ୟରୁ ସୌନକ ସୁତ ଋଷିଙ୍କୁ ପଚାରିଲେ, ପରୀକ୍ଷିତ ମହାରାଜଙ୍କୁ ଗଙ୍ଗା ତୀରରେ ଶୁକଦେବ ଯେଉଁ ଭାଗବତ ତତ୍ତ୍ୱ ବୁଝାଇଥିଲେ, ସେହି ଭାଗବତ ଗ୍ରନ୍ଥକୁ ବ୍ୟାସଦେବ କେବେ ରଚନା କରିଥିଲେ? ସେହି ବ୍ୟାସଙ୍କ କୁମାର ଶୁକଦେବ ଯାଉଥିବା ବେଳେ ଦେବକନ୍ୟାମାନେ ଜଳରୁ ଉଠି ତାଙ୍କ ନିକଟକୁ ଆସିଲେ। ମାତ୍ର ପଛେ ପଛେ ଯାଉଥିବା ତାଙ୍କ ପିତା ବ୍ୟାସଙ୍କୁ ଦେଖି ଲଜ୍ଜାବଶତଃ ଜଳରେ ପଶିଗଲେ। ବ୍ୟାସଦେବ ସେମାନଙ୍କୁ ଏହାର କାରଣ ପଚାରିବାରୁ ସେମାନେ କହିଲେ, ଶୁକଦେବଙ୍କଠାରେ ସାଂସାରିକ ମୋହ ନାହିଁ, ମାତ୍ର ଆପଣ ବୃଦ୍ଧ ହେଲେ ସୁଦ୍ଧା ବିଷୟା ଜଡ଼ିତ। ଏହିପରି ସମଦର୍ଶୀ ଓ ନିର୍ବିକାର ଶୁକମୁନି କୁରୁ ରାଜ୍ୟକୁ କେଉଁ କାରଣରୁ ଆସିଲେ ସେ କଥା କୁହନ୍ତୁ। ସୁତ ଉବାଚ ଶୁଣ ସକଳ ମୁନି ଜନେ ହରିଚରିତ ସାବଧାନେ ବ୍ୟାସ ସମୀପେ ଦେବ ଋଷି ସୁଖ ଆସନେ ଦୃଢ଼େ ବସି ବ୍ୟାସ ପୁଛିଲେ ମନ ଦୋଷେ ଯେ ଜାତ ଗୋବିନ୍ଦର ଅଂଶେ ହରସେ ବୀଣା ହସ୍ତୁ ଥଇ କହନ୍ତି ବ୍ୟାସ ମୁଖ ଚାହିଁ। ନାରଦ ଉବାଚ ହେ ପରାଶର ଋଷି ସୁତ ତୁମ୍ଭେ ସ୍ୱଭାବେ ଭାଗବତ ଚଞ୍ଚଳ ଦିଶୁଛି ବଦନ ଦେଖି ଜାଣିଲି ତୁମ୍ଭ ମନ ବେଦ ବିଚାରି ବ୍ରହ୍ମ ଚିନ୍ତି ଚିତ୍ତ ନହିଲା ତୁମ୍ଭ ଶାନ୍ତି ଭଲେ ଜାଣିଲି ମୁହିଁ ଏହା ତୁମ୍ଭେ ସ୍ୱଭାବେ ପୁଣ୍ୟ ଦେହା। ବ୍ୟାସ ଉବାଚ ବେଦ ପୁରାଣ ଅର୍ଥ ଯେତେ ମୁଁ ସର୍ବ ସମ୍ପାଦି ବିଚିତେ
प्रथमस्कन्धे व्यासनारदसंवादे पञ्चमोऽध्यायः। सुतवाच हेमन्ते नारदଙ୍କ ବାଣୀ ସେ ସତ୍ୟବତୀ ସୁତ ଶୁଣି ନାରଦ ଜନ୍ମ କର୍ମ ଯେତେ ହରିଙ୍କି ଭଜିଲେ ଯେ ମନ୍ତେ ଏ ସର୍ବ କଥା ଜାଣି ମାରେ ପୁଣି ପୁଛିଲେ ଆର ବାରେ ব্যাসবাচ জন্ম সঞ্চয়ী প্রজাপতি বালুত কালু যেতে গতি করিবঞ্চন্তি প্রাণী সর্বে তুম্ভে বঞ্চিল কেউ ভাবে কাল প্রবেশ মুনিবর কেনে ছাড়িল কলেবর পূর্ব কল্পর এ বিচার কি রূপে হেল জাতি স্মর ମୋତେ ପରମ ଜ୍ଞାନ ଦେଇ ବିପ୍ରେ ଯେ ଗଲେ ପଥ ଚାହିଁ ମୁଁ ପୁଣି ପ୍ରଥମ ବୟସେ ମୁନିଜନଙ୍କ ଉପଦେଶେ ଦିନ ବଞ୍ଚାଇ ମାତା କୋଳେ ମନମ କୃଷ୍ଣ ପାଦ ତଳେ ମୋର ଜନନୀ ବିପ୍ର ଘରେ ସେବକୀ ପଣେ ଦିନ ହରେ ମୋର ନିମିତ୍ତେ ଭିକ୍ଷା ଅନ୍ନ ବହୁତ କଳ୍ପେ ତାର ମନ ସେବା ପାଇବ ଅନ୍ନ କାହିଁ ବ୍ରାହ୍ମଣ ଘରେ ଜାମିଳଇ ମୁଁ ଯେ ବ୍ରାହ୍ମଣ ଘରେ ଥାଇ ସନ୍ଧ୍ୟା ସକାଳ ନ ଜାଣଇ କୃଷ୍ଣର ପାଦ ପଦ୍ମ ଯୋଗେ ଧ୍ୟାନ ମୁଁ କଲି ଅନୁରାଗେ ଅତ୍ୟନ୍ତ ପ୍ରେମ ଭରେ ଦେହେ ଉଦ୍ଗମ ହେଲେ ତନୁ ରହେ ଆନନ୍ଦ ସାଗରେ ବୁଡ଼ିଲି ଉଭୟ ଲୋକ ନ ଜାଣିଲି ରୂପେ କି ଦେବା କଟାନ୍ତର ମନ ବଚନ ଆଗୋଚର ଦେଖି ଉଠିଲି ତତ କ୍ଷଣେ